କେଉଁ ପୁରୁଷର ଇସାରାରେ ବିବାହିତା ମହିଳାମାନେ ଶୀଘ୍ର ପଟି ଯାଆନ୍ତି? ବିବାହିତା ମହିଳାମାନେ ସାଧାରଣତଃ କିଛି ନିର୍ଦ୍ଦିଷ୍ଟ ପୁରୁଷଙ୍କ ପ୍ରାକୃତିକ ଗୁଣ, ସ୍ୱଭାବ ଏବଂ ଶାରୀରିକ ହାବଭାବ ଦେଖି ପରପୁରୁଷ ଆଡ଼କୁ ଢଳିଥାନ୍ତି। ବିବାହିତା ମହିଳାମାନେ କୌଣସି ପୁରୁଷର କେବଳ ବାହ୍ୟ ଇସାରା ବା ସଂକେତ ଦ୍ୱାରା ଅଧିକ ଆକର୍ଷିତ ହୁଅନ୍ତି, ଏହା ସତ। କିନ୍ତୁ ପୁରୁଷଙ୍କ ସୁନ୍ଦର ଚେହେରା ସାଙ୍ଗକୁ ଶାରୀରିକ ଗଠନ ପ୍ରତ୍ୟେକ ମହିଳାଙ୍କୁ ଆକର୍ଷିତ କରେ। ବାସ୍ତବରେ ମହିଳାମାନେ ପୁରୁଷଙ୍କ ବ୍ୟବହାର, ସ୍ୱଭାବ ଏବଂ ବ୍ୟକ୍ତିତ୍ୱ ପ୍ରତି ଅଧିକ ପ୍ରଭାବିତ ହୋଇଥାନ୍ତି। ଜଣେ ପୁରୁଷର ବ୍ୟକ୍ତିତ୍ୱ ଏବଂ ଆଚରଣକୁ ମହିଳାମାନେ ଅଧିକ ଗୁରୁତ୍ୱ ଦେଇଥାନ୍ତି, ସତ। କିନ୍ତୁ ଅନେକାଂଶରେ ପୁରୁଷଙ୍କ ବାହ୍ୟ ଚେହେରାକୁ ମହିଳାମାନେ ଅଧିକ ଗୁରୁତ୍ୱ ଦେଇଥାନ୍ତି। ବିବାହିତ ମହିଳାମାନେ କୌଣସି ପୁରୁଷଙ୍କ ସହିତ କିଛି ସମୟ ବସିବା ବା ମିଶିବା ବା କଥାବାର୍ତ୍ତା ହେବା ଦ୍ୱାରା ମହିଳାଙ୍କ ମନ ତାଙ୍କ ଆଡ଼କୁ ଢଳିଥାଏ, ଆଉ ପୁରୁଷମାନେ ବି ସେହି ସୁଯୋଗକୁ ହାତଛଡ଼ା କରନ୍ତି ନାହିଁ। ମନସ୍ତତ୍ୱ ଅନୁଯାୟୀ ପୁରୁଷଙ୍କ ବାହ୍ୟ ଚେହେରା ପ୍ରତ୍ୟେକ ମହିଳାଙ୍କୁ ଆକର୍ଷିତ କରେ। ଯେଉଁ ପୁରୁଷଙ୍କ ପାଖରେ ମହିଳାମାନେ ନିଜକୁ ନିରାପଦ ଓ ସହଜ ମନେ କରନ୍ତି, ସେମାନେ ସେମାନଙ୍କ ପ୍ରତି ଆକର୍ଷିତ ହୁଅନ୍ତି। ଶାରୀରିକ ସ୍ୱଚ୍ଛତା ଓ ଉତ୍ତମ ବ୍ୟକ୍ତିତ୍ୱ ରହିବା, କଥାବାର୍ତ୍ତାରେ ହସଖୁସି ରଖୁଥିବା ପୁରୁଷଙ୍କ ସହ ମହିଳାମାନେ ସହଜ ଅନୁଭବ କରନ୍ତି। ଜୀବନ ଓ ସମ୍ପର୍କକୁ ନେଇ ପରିପକ୍ୱ ନିଷ୍ପତ୍ତି ନେବାର କ୍ଷମତା ମହିଳାଙ୍କୁ ସଙ୍କଟ ସମୟରେ ଦୃଢ଼ ଭାବରେ ଛିଡ଼ା ହେବାର ଆତ୍ମବିଶ୍ୱାସ ଦେଇଥାଏ, ଯାହା ସେମାନେ କେବେ ଭୁଲି ପାରନ୍ତି ନାହିଁ। ଯେଉଁ ଜୀବନ ଓ କ୍ୟାରିୟର ପ୍ରତି ଆଗ୍ରହୀ ଏବଂ ଲକ୍ଷ୍ୟ ରଖୁଥିବା ପୁରୁଷ ମହିଳାଙ୍କୁ ଆକର୍ଷିତ କରନ୍ତି। ପୁରୁଷମାନଙ୍କର କିଛି ନିର୍ଦ୍ଦିଷ୍ଟ ଗୁଣ ମହିଳାମାନଙ୍କୁ ସବୁଠାରୁ ଅଧିକ ଆକର୍ଷିତ କରିଥାଏ। ମହିଳା ଏବଂ ଅନ୍ୟମାନଙ୍କୁ ସମ୍ମାନ ଦେଉଥିବା ପୁରୁଷଙ୍କୁ ମହିଳାମାନେ ଅଧିକ ପସନ୍ଦ କରନ୍ତି। ମହିଳାମାନେ କେବଳ ବାହ୍ୟ ଚେହେରା ଉପରେ ନିର୍ଭର କରନ୍ତି, କେବଳ ତାହା ନୁହେଁ, ପୁରୁଷଙ୍କ ବ୍ୟକ୍ତିତ୍ୱ ଏବଂ ବ୍ୟବହାର ଉପରେ ମଧ୍ୟ ନିର୍ଭର କରିଥାନ୍ତି। ମହିଳାଙ୍କ କଥାକୁ ଧୈର୍ଯ୍ୟର ସହ ଶୁଣୁଥିବା ଓ ବୁଝୁଥିବା ପୁରୁଷଙ୍କୁ ସେମାନେ ଅଧିକ ଆପଣାର ଭାବନ୍ତି। କିଛି ମହିଳା ପୁରୁଷଙ୍କ ବାହ୍ୟ ସୌନ୍ଦର୍ଯ୍ୟ ଅପେକ୍ଷା ତାଙ୍କର ଆତ୍ମବିଶ୍ୱାସ, ସଚ୍ଚୋଟତା, ବ୍ୟବହାର ଏବଂ ପରିଷ୍କାର ପରିଚ୍ଛନ୍ନତାକୁ ଅଧିକ ଗୁରୁତ୍ୱ ଦିଅନ୍ତି। ମହିଳାମାନେ ନିଜକୁ ନିୟନ୍ତ୍ରଣରେ ରଖିବା ଏବଂ କୌଣସି ପରିସ୍ଥିତିରେ ବିଚଳିତ ନ ହେବା ଗୁଣ ଥିବା ପୁରୁଷଙ୍କ ଉପରେ ଅଧିକ ଭରସା କରନ୍ତି। ଯେଉଁ ପୁରୁଷମାନେ ସ୍ପଷ୍ଟ ନିଷ୍ପତ୍ତି ନେବାର କ୍ଷମତା ରଖିଥାନ୍ତି, ତାଙ୍କ ପ୍ରତି ବିବାହିତ ମହିଳାମାନେ ଅଧିକ ଆକର୍ଷଣ ବଢ଼ାଇଥାନ୍ତି, ଆଉ ସେହି ପୁରୁଷଙ୍କ ଇସାରାରେ ଶୀଘ୍ର ପଟିଯାଆନ୍ତି। ଦର୍ଶକ ବନ୍ଧୁ, ଭିଡ଼ିଓଟି ଭଲ ଲାଗିଲେ ନିହାତି ଗୋଟିଏ ଲାଇକ୍ କରନ୍ତୁ ଏବଂ ଆପଣଙ୍କ ପ୍ରିୟଜନଙ୍କ ସହ ଭିଡ଼ିଓଟିକୁ ସେୟାର କରିଦିଅନ୍ତୁ। ଧନ୍ୟବାଦ।